ଥରେ ଜନୈକ ବ୍ୟକ୍ତି ମୋ ସମ୍ମୁଖରେ ଭାରି ଇତସ୍ତତ ହେଉଥିଲେ ଏବଂ ମୁଁ ତାଙ୍କୁ ଡାକି ପଚାରିଲି ଏବଂ ତାଙ୍କ ପରିଚୟ ଜାଣିଲି ଯେ ସେ ଜଣେ ହେଉଛନ୍ତି କଣ୍ଟ୍ରାକ୍ଟର। ମୁଁ ପଚାରିଲି ଯେ ତମେ ବାବୁ କାହିଁ ଏମିତି ହେଉଛ? ନା ଆଜ୍ଞା ମୁଁ ସୁଇସାଇଡ୍ କରିଦେବି। କାହିଁକି? ନା ମୋ ସ୍ତ୍ରୀର ବ୍ୟବହାରରେ ମୁଁ ଏତେ ଅସନ୍ତୁଷ୍ଟ, କ'ଣ କହିବି ଆଜ୍ଞା? ମୁଁ କହିଲି କିଛି ଆଜ୍ଞା ଆପଣ କିଛି କହିବା ଦରକାର ନାହିଁ, ସବୁତକ ଦୋଷ ହେଉଛି ଆପଣଙ୍କର, ଆପଣଙ୍କ ସ୍ତ୍ରୀର କିଛି ନାହିଁ। ନା ଆଜ୍ଞା ଆପଣ ମୋତେ ଏଇ କଥା ଶେଷକୁ କହିଲେ, ମୋ ସ୍ତ୍ରୀ ଅମୁକ କଲା। ମୁଁ ଆଜ୍ଞା କିଛି ଦରକାର ନାହିଁ, ଆପଣଙ୍କ ସ୍ତ୍ରୀ 10ଟା ଦୋଷ କରିପାରିବ, ଆପଣ ତାକୁ କ୍ଷମା ଦେବେ ବୋଲି ଆପଣ ଗୋଟେ ଏଗ୍ରିମେଣ୍ଟ କରିଛନ୍ତି। ଆପଣ ବିନା ଏଗ୍ରିମେଣ୍ଟରେ ଯେତେବେଳେ ଯୋଉଠି ଆପଣ ଅଫିସିଆଲି କାମ କରୁଛନ୍ତି ବିନା ଏଗ୍ରିମେଣ୍ଟରେ ଆପଣ କାମ କରିବେ? ଯୋଉଟା ଆପଣଙ୍କର ଏଗ୍ରିମେଣ୍ଟରେ ଅଛି ସେଇଆକୁ ହିଁ କରିବେ, ଆପଣ ଅଧିକା କରିବେନି। ତେଣୁ ଆପଣ ତାଙ୍କର ଆପଣଙ୍କ ସ୍ତ୍ରୀର 10ଟା ଦୋଷ କ୍ଷମା କରିବେ ବୋଲି ଆପଣ ଏଗ୍ରିମେଣ୍ଟ କରିଛନ୍ତି। କାହିଁ ସୁଇସାଇଡ୍ ହେଉଛନ୍ତି? ସବୁ ତ ଭୁଲ ତ ହେଉଛି ଆପଣଙ୍କର। ଆଜ୍ଞା କୋଉଠି ମୁଁ ଏଗ୍ରିମେଣ୍ଟ କରିଛି? ମୁଁ ନାଇଁ ବାବୁ, ମୁଁ ତମକୁ ମନେ ପକେଇ ଦେଉଛି। ତମେ ଯେତେବେଳେ ବାହା ହେବାକୁ ଗଲ, ଆଗରୁ ଯେତେବେଳେ ବାହା ହେଇନଥିଲ କିଛି ଅସୁବିଧା ଥିଲା କି ତୁମର? ନା ନାଇଁ ଆଜ୍ଞା। ଯେତେବେଳେ ତମେ ବାହା ହେବାକୁ ଗଲ, ସାଙ୍ଗସାଥି ନେଇଗଲ, ଭାରି ମଜା ଲାଗିଲା ତୁମକୁ। ହୋମ ଅଗ୍ନି ଉପରେ ବରକନ୍ୟା ବସିଥିଲ, ପୁରୋହିତ ମନ୍ତ୍ର ଉଚ୍ଚାରଣ କରୁଥିଲେ, କନ୍ୟା ପିତା 10ଟା ଦୋଷ ଆପଣଠୁ ମାଗିକି ସେ ନେଇଗଲା। ଆପଣ ତାକୁ କହିଲେ ଯେ ମୁଁ ତାର 10ଟା ଦୋଷ କ୍ଷମା କରିବି। ଯେତେବେଳେ ଆପଣ ହୋମ ଅଗ୍ନି ଉପରେ ବସିଥିଲେ ସେତେବେଳେ ପୁରୋହିତ ମହାଶୟ ମନ୍ତ୍ର ଉଚ୍ଚାରଣ କରିଥିଲେ, ଅଭଙ୍ଗେ ପତିତ କ୍ଳୀବ ସାକ୍ଷିଣଂ ସର୍ବଦେବତା ଇମାମ୍ କନ୍ୟା ପ୍ରଦେଶାମି 10 ଦୋଷ ବିବର୍ଚିତା। ଏଇଠି କନ୍ୟା ପିତା କହିଥିଲା ଯେ ମୋ 10 ଦୋଷ ହେଉଛି ମୋ ଝିଅର କ୍ଷମା କରିବ। ସେ 10 ଦୋଷ ହେଉଛି କ'ଣ? ନିର୍ଲଜ୍ଜା ଚୌରଭୂତିଶ୍ଚ ଡାକିନି ବ୍ୟଭିଚାରିଣୀ ମୁଖୁରା ହିସିକା ଦୃଷ୍ଟା ମିଥ୍ୟାବାଦିନୀ ମିଥ୍ୟା ତୋଷିନୀ ପଳାୟନା ପରାଭୟ। ମୋତେ ଏବେ କୁହନ୍ତୁ ଆପଣଙ୍କ ସ୍ତ୍ରୀ କ'ଣ କରୁଛି? ଆପଣଙ୍କ ପକେଟରୁ ପଇସା ନେଇଯାଉଛି କି? କୌଣସି ଖରାପ କାମ କରୁଛି କି? କିମ୍ବା ଆପଣଙ୍କୁ ହଇରାଣ ହରକତ କରୁଛି? ଏସବୁ ତ କରିବ ବୋଲି ଆପଣ ଏଗ୍ରିମେଣ୍ଟ ହିଁ କରିଛନ୍ତି। ତେଣୁ 10 ଦୋଷ ତାକୁ କ୍ଷମା ଦେବେ। ଆପଣ ଏବେ ଯାଆନ୍ତୁ। ଆପଣଙ୍କ ସ୍ତ୍ରୀ ସଦାବେଳେ ଆପଣଙ୍କ ଉପରେ ରାଗୁନାହିଁ କି ସଦାବେଳେ ହଇରାଣ ହରକତ କରୁନାହିଁ। ଆପଣ ତାର ମନ ନେଇକି ଦେଖନ୍ତୁ, ଆପଣଙ୍କ ସ୍ତ୍ରୀ ଆପଣଙ୍କ ପାଇଁ ହିଁ ଅତି ଉତ୍ତମ ଏବଂ ଅତି ହିଁ ଭଲ। ଯାହା ହଉ ସେ ବ୍ୟକ୍ତି ମହାଶୟ ତାଙ୍କର ଭୁଲ ବୋଧେ ବୁଝିପାରିଲେ ବୋଲି ମୁଁ କାହିଁକି ଅନୁମାନ କଲି ଏବଂ ସେ ଆରାମରେ ସେଠାରୁ ବିଦାୟ ନେଲେ। ଜୟ ଜଗନ୍ନାଥ।